ସେଇ ରେଭେନ୍ସା କଲେଜର ସବୁଦିନ ତାକୁ ଦେଖି ହେବ, ରେଭେନ୍ସା କଲେଜକୁ ଫିଲ୍ କରିହେବ, ରେଭେନ୍ସା କଲେଜକୁ ବାସ୍ନା ପାଇ ହେବ। ଏଇଥିପାଇଁ ଆମେ ରେଭେନ୍ସା କଲେଜ ପାଖରେ ରହିଥିଲୁ ଏବଂ ରେଭେନ୍ସା କଲେଜର କୌଣସି ଫଙ୍କସନ୍ ନାହିଁ ଯେଉଁଠିକି ଆମେ ସେଠିକି ନ ଯାଉ। ଏବଂ ରେଭେନ୍ସା କଲେଜ ପାଖରେ ମୁଁ ଚିର ଋଣୀ ହୋଇ ରହିବି ଯେ ରେଭେନ୍ସା ୟୁନିଭର୍ସିଟି ଗଲା କନଭୋକେସନରେ ମୋତେ ଡିଏସ୍ସି ଅନରାରୀ ଡିଗ୍ରୀ ମଧ୍ୟ ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବ ଏଭଳି ଏକ ସଂକେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏଥିରେ ମଧ୍ୟ ସେ ଏକଥା କହିଛନ୍ତି ଯେ ନାଁ ପରିବର୍ତ୍ତନକୁ ନେଇ ଏହାର ତର୍କ ଏବଂ ଆଲୋଚନା ହେବାର ରହିଛି ଏବଂ ତା ସହିତ ଯେଉଁମାନେ ବୁଦ୍ଧିଜୀବୀ ରହିଛନ୍ତି ସେମାନେ ମଧ୍ୟ ତାଙ୍କର ମତ ଦେବାର ଆବଶ୍ୟକତା ରହିଛି। ଏହାକୁ ନେଇକି ବର୍ତ୍ତମାନ ରେଭେନ୍ସାର ଯେଉଁମାନେ ପୁରୁଣା ଛାତ୍ର ଅଛନ୍ତି, ଯେଉଁମାନେ ରେଭେନ୍ସାକୁ ଭଲ ପାଆନ୍ତି, ରେଭେନ୍ସା ସହିତ ଜଡ଼ିତ, ସେମାନଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କି ମାରୁଛି ଏବଂ ଇଏ ଗୋଟେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେ ଅଛୁ ଏବେ ଡକ୍ଟର ପ୍ରଭାତ ମିଶ୍ରଙ୍କ ପାଖରେ। ପ୍ରଭାତ ମିଶ୍ରଙ୍କ ବିଷୟରେ କହିବି, ସେ ପ୍ରଭାତ ମିଶ୍ର ରେଭେନ୍ସାକୁ ଭଲ ପାଉଥିବା ବ୍ୟକ୍ତିତ୍ୱ ଏବଂ ତାଙ୍କର ପିତା ଯେ ରହିଛନ୍ତି ସଦାଶିବ ମିଶ୍ର, ସିଏ ମଧ୍ୟ ପଦ୍ମଶ୍ରୀ ସଦାଶିବ ମିଶ୍ର ମଧ୍ୟ ରେଭେନ୍ସାର ଆଗରୁ ରେଭେନ୍ସାର ପ୍ରିନ୍ସିପାଲ ଥିଲେ ଏବଂ ନିଜେ ପ୍ରଭାତ ମିଶ୍ର ମଧ୍ୟ ରେଭେନ୍ସାର ପ୍ରିନ୍ସିପାଲ ଥିଲେ। ଇଏ ଗୋଟେ ବିରଳ ଘଟଣା। ବାପା ଗୋଟିଏ ରେଭେନ୍ସା ଭଳି ଗୋଟିଏ ବଡ଼ ଅନୁଷ୍ଠାନର ପ୍ରିନ୍ସିପାଲ ଥିଲେ, ଏବେ ପୁଅ ମଧ୍ୟ ତାଙ୍କର ପ୍ରିନ୍ସିପାଲ ଥିଲେ ଏବଂ ପ୍ରଭାତ ମିଶ୍ରଙ୍କର ରେଭେନ୍ସା ସହିତ ଭାବାବେଗ ସହିତ ଜଡ଼ିତ ସେ ଅଛନ୍ତି, କାରଣ ରେଭେନ୍ସାରୁ ପିଲାଦିନ କଟିଛି। ଏବେ ବୃଦ୍ଧାବସ୍ଥାରେ ମଧ୍ୟ ସେ ରେଭେନ୍ସା ନିକଟରେ ରହୁଛନ୍ତି। ଆମ ସହିତ ପ୍ରଭାତ ମିଶ୍ର ଅଛନ୍ତି। ପ୍ରଥମେ ତାଙ୍କୁ ସାର୍ ଆପଣଙ୍କୁ ସ୍ୱାଗତ କରୁଛି ଓଟିଭିକୁ। ପ୍ରଥମେ ଆପଣଙ୍କଠୁ ଜାଣିବାକୁ ଚାହିଁବି ଯେ ରେଭେନ୍ସାକୁ ଆପଣ କେତେ ଭଲ ପାଆନ୍ତି? ମୁଁ ଜନ୍ମଦିନର ଅଳ୍ପ ଦିନ ପରଠୁ ମୁଁ ରେଭେନ୍ସା ସାଙ୍ଗରେ ପୁରା ସଂସ୍କୃତ। ତାର କାହିଁକିନା ଆମେ ଏଇଠି କ୍ୱାର୍ଟର୍ସରେ ରହୁଥିଲୁ, ମୋ ବାପା ଚାକିରି କରୁଥିଲେ। ତାର ଧୂଳି, ଇଟା, ମାଟି, ଘାସ ସମସ୍ତେ ମୋର ଚିହ୍ନା ପରିଚୟ। ତାଙ୍କୁ ଦେଖିଦେଲେ ସେମାନେ ମୋତେ ଜାଣିପାରିବେ, ମୁଁ ତାଙ୍କୁ ଜାଣିପାରିବି। ତାଙ୍କ ସାଙ୍ଗରେ ମୋର ଏମିତି ସମ୍ବନ୍ଧ ଥିଲା। ଆପଣ ରେଭେନ୍ସା ପାଖରେ ରହୁଛନ୍ତି, ଆମେ ଯେତିକି ଦେଖୁଛୁ ଆପଣଙ୍କ ଘର ବି ରେଭେନ୍ସା ପାଖରେ। କାହିଁକି ରେଭେନ୍ସା ପାଖରେ ରହୁଛନ୍ତି? ଆମେ ଯେତେବେଳେ ବାପାଙ୍କର ମୋର ଜାଗା ଜମି କେଉଁଠି ନଥିଲା, ଏଇଠି ଖଣ୍ଡେ ଶେଷକୁ ଜାଗା ମିଳିବାରୁ ଏଇଠି ଗୋଟେ ଘର କଲୁ। ତାଳଦଣ୍ଡା କେନାଲର ଏପଟେ ଆମେ ରହିଲୁ, ଆରପଟେ ରେଭେନ୍ସା କଲେଜ ରହିଲା। ସେଇ ରେଭେନ୍ସା କଲେଜର ସବୁଦିନ ତାକୁ ଦେଖି ହେବ, ରେଭେନ୍ସା କଲେଜକୁ ଫିଲ୍ କରିହେବ, ରେଭେନ୍ସା କଲେଜକୁ ବାସ୍ନା ପାଇ ହେବ। ଏଇଥିପାଇଁ ଆମେ ରେଭେନ୍ସା କଲେଜ ପାଖରେ ରହିଥିଲୁ ଏବଂ ରେଭେନ୍ସା କଲେଜର କୌଣସି ଫଙ୍କସନ୍ ନାହିଁ ଯେଉଁଠିକି ଆମେ ସେଠିକି ନ ଯାଉ। ଏବଂ ରେଭେନ୍ସା କଲେଜ ପାଖରେ ମୁଁ ଚିର ଋଣୀ ହୋଇ ରହିବି ଯେ ରେଭେନ୍ସା ୟୁନିଭର୍ସିଟି ଗଲା କନଭୋକେସନରେ ମୋତେ ଡିଏସ୍ସି ଅନରାରୀ ଡିଗ୍ରୀ ମଧ୍ୟ ଦେଇଛନ୍ତି ଆମର ଗଣେଶଲାଲ ଗଭର୍ଣ୍ଣର ଥିଲାବେଳେ। ଏଇଠି ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହିଁବି। ଆଜି ଯେଉଁ କଥାଟି ପ୍ରସଙ୍ଗଟି ଆସିଛି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ ହେବାର ସଂକେତ ଦେଇଛନ୍ତି, ଆପଣଙ୍କୁ କ'ଣ ଲାଗୁଛି ପ୍ରକୃତରେ ଓଡ଼ିଆ ଅସ୍ମିତା କଥା ଯାହା କୁହାଯାଉଛି ନାଁ ପରିବର୍ତ୍ତନ ହେବା ଜରୁରୀ, ଦରକାର, ଆବଶ୍ୟକ ରହିଛି? ଓଡ଼ିଆ ଅସ୍ମିତା ମୁଁ ଭାବୁନାହିଁ ଯେ ଓଡ଼ିଆ ଅସ୍ମିତା ସାଙ୍ଗରେ ନାଁ ପରିବର୍ତ୍ତନ ହେଲେ କିଛି ହେଇଯିବ। ଏଠି ତ ଖାଲି ରେଭେନ୍ସା କଲେଜ ନାହିଁ, ଏଠି ରେଭେନ୍ସା କଲେଜିଏଟ୍ ସ୍କୁଲ ଅଛି, ରେଭେନ୍ସା ଗାର୍ଲସ ସ୍କୁଲ ଅଛି, ଏଗୁଡ଼ିକ ସବୁ ଅଛି। ସେଗୁଡ଼ିକ ବି କ'ଣ ନାଁ ବଦଳି ଦେବ? ରେଭେନ୍ସା କଲେଜ ଯୋଉଠି ଅଛନ୍ତି ସେଗୁଡ଼ିକ ନାଁ ବଦଳି ଦେବ? ଯେତେବେଳେ ଭାରତବର୍ଷର ନାଁ କ'ଣ ଇଣ୍ଡିଆ ଅଛି ନା, ଇଣ୍ଡିଆ ନାଁଟା ଆମେ ବଦଳି ଦେଲୁଣି। ତେଣୁ ଯଦି ଧର୍ମେନ୍ଦ୍ର ବାବୁ ଏପରି ଗୋଟେ ସଂକେତ ଦେଇଛନ୍ତି, ଏଇଟାକୁ ୟୁନିଭର୍ସିଟି କରିବା ପାଇଁ ଆମେ ବହୁତ ଚେଷ୍ଟା କରିଛୁ। ସେତେବେଳେ ଗୋଟେ ଆମେ କରିଥିଲୁ ଡେଭଲପମେଣ୍ଟ ଟ୍ରଷ୍ଟ ଗୋଟେ କରିଥିଲୁ, ସେଇ ଦିଗରେ ବହୁତ କାମ କରିଥିଲୁ। କରିକିରି ସେଠି ସମୀର ବାବୁ ଥାନ୍ତି ଏଜୁକେସନ୍ ମିନିଷ୍ଟର, ସେ ଏଇ ଦିଗରେ ପ୍ରଥମେ ଆରମ୍ଭ କରି ଆମକୁ ସାହାଯ୍ୟ କରିଥିଲେ। ସେ ଥାନ୍ତି ଏଜୁକେସନ୍ ମିନିଷ୍ଟର ନନ୍ଦ, ଫିଲ୍ମ ମିନିଷ୍ଟର ପ୍ରଶାନ୍ତ ନନ୍ଦ, ସେ ବି ବହୁତ ସାହାଯ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସମୀର ଦେ ମନ୍ତ୍ରୀ ପରେ ସେ ବହୁତ ଆମକୁ ସାହାଯ୍ୟ କରିଛନ୍ତି। ଷ୍ଟାଚ୍ୟୁଟ୍ ଫ୍ୟାଚ୍ୟୁଟ୍ ତିଆରି ବେଳେ ସବୁବେଳେ ସେ ଆମକୁ କନସଲ୍ଟ କରିଛନ୍ତି। ରେଭେନ୍ସାଙ୍କ ନାଁ ଅନୁସାରେ ରେଭେନ୍ସା କଲେଜିଏଟ୍ ସ୍କୁଲ, ରେଭେନ୍ସା କଲେଜ ଏବଂ ରେଭେନ୍ସା ଗାର୍ଲସ ସ୍କୁଲ ହେଇଥିଲା। କିନ୍ତୁ ଆପଣଙ୍କୁ କ'ଣ ଲାଗୁଛି କାହିଁକି ତାଙ୍କର ନାଁ ଅନୁସାରେ ହେଇଥିଲା? କ'ଣ ତାଙ୍କର ଅବଦାନ ରହିଛି ରେଭେନ୍ସା ପ୍ରତି? ଗୋଟାଏ କଥା ସବୁବେଳେ ଉଠୁଛି ଯେ ନଅଙ୍କ ଦୁର୍ଭିକ୍ଷ ବେଳେ ତାଙ୍କ ଯୋଗୁଁ ଓଡ଼ିଶାରେ କିଛି ଲୋକଙ୍କ ମୃତ୍ୟୁବରଣ କରିଥିଲେ ବୋଲି। ସେତେବେଳେ ଆଉ କିଛି ଲୋକ ବି କହୁଛନ୍ତି ଯେ
ସେଇଟା ତାଙ୍କୁ ମିସଗାଇଡ୍ କରିଦିଆଯାଇଥିଲା। ସେ ଜାଣିପାରିଲେନି ଯେ ଜିନିଷଟା ଏତେ ସିରିୟସ୍ ହେଇଯାଇଛି ଏବଂ ଏଥିରେ ଏତେ ଲୋକ ମରିଯିବେ ବୋଲି। ତାକୁ ବୋଧେ ତାଙ୍କର ଅନୁତାପ ହେଇଛି ଏବଂ ତାପରେ ସେ ଓଡ଼ିଆ ଭାଷା ପାଇଁ ଓଡ଼ିଶାରେ ବହୁତ କାର୍ଯ୍ୟ କରିଛନ୍ତି ଏବଂ ସେଇଥିପାଇଁ ତାଙ୍କ ସ୍କୁଲ କଲେଜରେ ଲୋକମାନେ ଠିକ୍ କଲେ ଯେ ତାଙ୍କ ନାଁଟା କରିକି ରଖିବାଟା ନିତାନ୍ତ ଉଚିତ ହେବ, କାହିଁକିନା ସେ ରେଭେନ୍ସା ପାଇଁ ଏତେ କାର୍ଯ୍ୟ କରିଛନ୍ତି। ଆଉ ରେଭେନ୍ସା ନାଁଟା ଆମେ ଏଠି ଯେଉଁ ରହିଛୁ, ରେଭେନ୍ସା ନାଁଟା ପଡ଼ିଲେ ଯେମିତି ଆମର ଦେହଟା ସବୁବେଳେ ଶୀତେଇ ଉଠେ। ଆମର ରେଭେନ୍ସା କଲେଜ, ରେଭେନ୍ସା ୟୁନିଭର୍ସିଟି, ନିଜେ ତ ଧର୍ମେନ୍ଦ୍ର ବାବୁ ମୋର ମନେ ଅଛି କିଛି ମାସ ତଳେ କଲେଜ ଛକରେ କହିଥିଲେ ରେଭେନ୍ସାଟାକୁ ସେଣ୍ଟ୍ରାଲ ୟୁନିଭର୍ସିଟି କରାଯାଉ ବୋଲି। ମୁଁ ଧର୍ମେନ୍ଦ୍ର ବାବୁଙ୍କୁ ବିନୀତ ଅନୁରୋଧ କରିବି ଏପରି ବ୍ୟବସ୍ଥାକୁ ଆଗେଇ ନ ନିଅନ୍ତୁ ଏବଂ ରେଭେନ୍ସା ହିଁ ରହୁ। ଖାଲି ନାଁ ବଦଳି ଦେଇକିରି କୌଣସି ଜିନିଷ ହେବନି। ରେଭେନ୍ସାକୁ ଆଉ ଟିକେ ଉନ୍ନତ କରିବାକୁ ହେଲେ ସେଥିପାଇଁ ଫଣ୍ଡିଂ କରାଯାଉ, ରେଭେନ୍ସାକୁ ଆହୁରି ଇକ୍ୱିପମେଣ୍ଟ, ଲୋକ, ଷ୍ଟାଫ୍ ଦିଆଯାଉ ଏବଂ ରେଭେନ୍ସାକୁ ଆହୁରି ଉନ୍ନତ କରି ତାକୁ ସେଣ୍ଟ୍ରାଲ ୟୁନିଭର୍ସିଟି କରିଦିଆଯାଉ। କାରଣ ସବୁ ଜାଗାରେ ସେଣ୍ଟ୍ରାଲ ୟୁନିଭର୍ସିଟି ଅଛି, ଆମର ନାହିଁ। ରେଭେନ୍ସାଟାକୁ ସେଣ୍ଟ୍ରାଲ ୟୁନିଭର୍ସିଟି କରାଯାଉ ଏବଂ ରେଭେନ୍ସା କଲେଜର ନାଁକୁ ବଦଳାଇବା ପାଇଁ କୌଣସି ଚେଷ୍ଟା କରନ୍ତୁ ନାହିଁ। ଦୟାକରି ଧର୍ମେନ୍ଦ୍ର ବାବୁଙ୍କୁ ମୋର ଏଇଟା ପର୍ସନାଲ ରିକ୍ୱେଷ୍ଟ ହେଉଛି ଯେ ଯେତେବେଳେ ଏତେ ଲୋକଙ୍କର ଏଥିରେ ଜଡ଼ିତ ଅଛି, ଇମୋସନ୍ ଜଡ଼ିତ ଅଛି, ସେଥିରେ କାହିଁକି ଏପରି ଗୋଟାଏ ଜିନିଷ ଆରମ୍ଭ କରି କଲେଜରେ ପୁଣି ଗୋଳମାଳ ସୃଷ୍ଟି ହେଇଯିବ କି କ'ଣ ହେବ? ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ କହିଛନ୍ତି ଇଏ ହେଉଛି ତାଙ୍କର ବ୍ୟକ୍ତିଗତ ମତ ଏବଂ ୟା ଉପରେ ଗୋଟେ ପର୍ଯ୍ୟାପ୍ତ ପରିମାଣର ଚର୍ଚ୍ଚା ଏବଂ ଆଲୋଚନା କରିବାକୁ ମଧ୍ୟ ସେ କହିଛନ୍ତି। ଯେ ଆଲୋଚନା ହେଉ, ଚର୍ଚ୍ଚା ହେଉ, ଯାହା ନିର୍ଯାସ ବାହାରିବ ତାହା ହେଉ, ଏଇଟା ତାଙ୍କର ବ୍ୟକ୍ତିଗତ ମତ। ଆପଣ କ'ଣ ରଖିବେ ମତ? ମୁଁ ତ ନିଜେ ମୋର ନିଜ ଆଡ଼ୁ ଏବଂ ନିଜେ ଧର୍ମେନ୍ଦ୍ର ବାବୁଙ୍କୁ ଅନୁରୋଧ କରିବି ଯେ ଦୟାକରି ଏହିପରି କାର୍ଯ୍ୟ ବା ଏହିପରି କୌଣସି ପଦକ୍ଷେପ ନେବା ପାଇଁ କୌଣସି ଚେଷ୍ଟା ନ ହେଉ ଏବଂ ରେଭେନ୍ସା ଯାହା ଅଛି ସେୟା ଥାଉ। ଯିଏ ଯେମିତି ଅଛନ୍ତି ସେମିତି ରହନ୍ତୁ ଏବଂ ତାହା କିପରି ଉନ୍ନତି ହେବ ଏବଂ କେମିତି ଉପରକୁ ଉଠିବେ ଏବଂ ସେଗୁଡ଼ିକ କେମିତି ଭାରତବର୍ଷରେ ଯେମିତି ସେ କଲେଜ ବା ୟୁନିଭର୍ସିଟିର ନାଁ ରହିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଁ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରୁଛି। ନାଁଟା ବଦଳାଇବା ପାଇଁ ଚେଷ୍ଟା ନ ହେଉ। ଆପଣ ଶୁଣୁଥିଲେ ପ୍ରଭାତ ମିଶ୍ରଙ୍କ ଠାରୁ ଏବଂ ସିଧାସଳଖ ସେ କହିଛନ୍ତି ଯେ ରେଭେନ୍ସାର ନାଁକୁ ବଦଳା ନ ଯାଉ ଏବଂ ଧର୍ମେନ୍ଦ୍ର ପ୍ରଧାନ ଯାହା କହିଛନ୍ତି ସେ ତାର ପୁନର୍ବିଚାର କରନ୍ତୁ ଏବଂ ରେଭେନ୍ସା ସହିତ ଯେହେତୁ ଗୋଟିଏ ନାଁ ସହିତ ବିଭିନ୍ନ ବର୍ଗର ଲୋକ, ବିଭିନ୍ନ ଶିକ୍ଷାବିତ୍ କୁହନ୍ତୁ ଏବଂ ପୁରୁଣା ଛାତ୍ର କୁହନ୍ତୁ, ଯେଉଁମାନେ ରେଭେନ୍ସାକୁ ଭଲ ପାଉଛନ୍ତି, ବିଶେଷ କରି ପ୍ରଭାତ ମିଶ୍ରଙ୍କ ଭଳି ଲୋକ, ସେମାନଙ୍କ ମନରେ ରେଭେନ୍ସା ପ୍ରତି ଯେଉଁ ଇମୋସନ୍ ରହିଛି ସେ ଇମୋସନ୍ ସେମିତି ଥାଉ ଏବଂ ଯେଉଁ କଥା କୁହାଯାଉଛି, ଯାହା ମଧ୍ୟ ଗୋଟେ ପ୍ରସ୍ତାବ ରଖିଲେ ଯେ ରେଭେନ୍ସା ୟୁନିଭର୍ସିଟିକୁ ସେଣ୍ଟ୍ରାଲ ୟୁନିଭର୍ସିଟି କରାଯାଉ, ଡେଭଲପମେଣ୍ଟ କରାଯାଉ, ଇନଫ୍ରାଷ୍ଟ୍ରକ୍ଚରରେ ଏବଂ ଯାହା କୁହାଯାଉଛି ଭିତ୍ତିଭୂମିର ବିକାଶ କରାଯାଉ ଏବଂ କେମିତି ଭାବରେ କ୍ୱାଲିଟେଟିଭ୍ ଏଜୁକେସନ୍ ପ୍ରଦାନ କରାଯିବ ତା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉ ଏବଂ ଏ ଘଟଣା ପରେ ନିଶ୍ଚିତ ଭାବରେ ଯାହା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏବଂ ଚର୍ଚ୍ଚା ଏବଂ ଆଲୋଚନା ହେବ। ଆମେ ନିଶ୍ଚିତ ଭାବରେ ଚର୍ଚ୍ଚା କରୁଥିଲେ। ଯିଏ ପୂର୍ବତନ ରେଭେନ୍ସାର ପ୍ରିନ୍ସିପାଲ ଥିଲେ, ସେ ରେଭେନ୍ସାକୁ ଭଲ ପାଆନ୍ତି, ରେଭେନ୍ସା ପାଖରେ ଅଛନ୍ତି, ପିଲାଦିନୁ ସେଠାରେ ବଢ଼ିଛନ୍ତି ଏବଂ ରେଭେନ୍ସାରେ ମଧ୍ୟ ଏହି ବୃଦ୍ଧାକାଳରେ ମଧ୍ୟ ସେ ରେଭେନ୍ସା ପାଖରେ ରହୁଛନ୍ତି। ତାଙ୍କର ମତ ରଖୁଥିଲେ। ତେବେ ଆଗାମୀ ଦିନରେ ଜଣାପଡ଼ିବ ପ୍ରକୃତରେ ଏ ଚର୍ଚ୍ଚା, ଏ ଆଲୋଚନା କେତେ ବାଟକୁ ଯାଉଛି ଏବଂ ରେଭେନ୍ସାର ନାଁ ବଦଳିବା ଯେଉଁ ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ତାହା କେତେ ଦୂର ସଫଳ ହେଉଛି। କଟକରୁ କ୍ୟାମେରା ପର୍ସନ ପ୍ରମୋଦ ସାମନ୍ତରାଙ୍କ ସହିତ ପ୍ରଭାତ ବିଷୋଇ, OTV।